ବିଜେଡି ଗୋଟେ ସରକାରୀ ଦଳ ହିସାବରେ 24 ବର୍ଷ ରହିଲା। ସରକାରୀ ଛାଟ ପାର୍ଟିର ଛାଟ ଆଗରେ ବହୁତ ଲୋକ ମୁଣ୍ଡ ନୁଆଇକି ଥିଲେ। ଆପଣ ମାନେ ଜାଣିଥିବେ ଆମର ଜଣେ ଥିଲେ ଅପେରା ବି କରୁଥିଲେ। ସେ ଗୋଟେ ନାଟକ କରିଥିଲେ ଗୁଡ୍ ମର୍ଣ୍ଣିଂ ଅଙ୍କଲ। ନାଟକର ଶୀର୍ଷକ ଥିଲା ଗୁଡ୍ ମର୍ଣ୍ଣିଂ ଅଙ୍କଲ। ଲୋକଙ୍କର ମନରେ ବିଦ୍ରୋହ ଥିଲା। ଲୋକ ସେଟା କେତେବେଳେ ମୌକା ମିଳିଲେ ବାହାର କରନ୍ତି ଆଉ କଣ ଅଛି। ଏବେ ସିଚୁଏସନ କଣ ହଉଛି କାହିଁକି ବିଜେପି କାହିଁ ଭାଙ୍ଗିବାକୁ ଚେଷ୍ଟା କରୁଛି? ବିଜେପି ଭାଙ୍ଗିବା ପାଇଁ ଚେଷ୍ଟା କରୁନାହିଁ। ବିଜେପି ଯୋଉଦିନ ଭାଙ୍ଗିବା ପାଇଁ ଚେଷ୍ଟା କରିବ ସେଦିନ ତ ବିଜେଡି ଖଣ୍ଡ ଖଣ୍ଡ ହେଇଯିବ। ବିଜେପି ଭାଙ୍ଗୁନାହିଁ। ବିଜେଡି ତା ମନକୁ ମନ ଭାଙ୍ଗି ଯାଉଛି। ଆମେ କଣ କରିବୁ? ଆମେ ତା ଉପରେ କୌଣସି ପ୍ରକାର କିଛି କରୁନାହୁଁ। ଆମେ କଣ ତାଙ୍କ ଏମଏଲଏ ନେଇଯିବା ପାଇଁ ଚାହୁଁଛୁ ନା କଣ ପାଇଁ ଚାହୁଁଛୁ? କିଛି ଚାହୁଁନୁ। କିଛି ସେଥିପାଇଁ ଅପରେସନ କିଛି ହଉଛି ବୋଲିକି ବି ମତେ ଜଣା ନାହିଁ। କିନ୍ତୁ ହଉଛି ତ ଅସୁବିଧା ତ ତାଙ୍କୁ ହଉଛି ଦଳ। ସାର୍ ତାହେଲେ ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଆପଣଙ୍କର ଗୋଟେ ରହୁଛି ଯେ ଲୋକାଭିମୁଖୀ ବଜେଟ୍ ପାଇଁ ସ୍କୁଲ ଶିକ୍ଷାଟା ନିଶ୍ଚିତ ହେବା। ଦେଖନ୍ତୁ ଗୋଟିଏ ଜାତିର ଫାଉଣ୍ଡେସନ ତାର ଶିକ୍ଷା ଉପରେ ନିର୍ଭର କରୁଛି। ଆପଣ ସ୍କୁଲ ଶିକ୍ଷା ଆପଣଙ୍କର ଫାଉଣ୍ଡେସନ ଯେ ପର୍ଯ୍ୟନ୍ତ ୱିକ୍ ହବ ଗୋଟେ ଦେଶର, ଆପଣ ତାକୁ କେମିତି ବଞ୍ଚେଇବେ ଗୋଟେ ଜାତିର? ଆଉ ସ୍କୁଲ ଶିକ୍ଷା ମୁଁ ତ କହିବି ଅପ୍ ଟୁ ମ୍ୟାଟ୍ରିକ ପର୍ଯ୍ୟନ୍ତ କମ୍ପଲସରି ହେବା କଥା। ଓଡ଼ିଶାରେ ବି compulsory education, free and compulsory education up to matric level. ମୁଁ ସରକାର को ମୁଁ ତ ଗୋଟେ ପ୍ରାଇଭେଟ ମେମ୍ବର ନା, କିନ୍ତୁ ମୁଁ ଦୁଃଖିତ ଯେ 24 ବର୍ଷର ବିଜେଡି ସରକାର ଆମ ଓଡ଼ିଶାର ସ୍କୁଲ ଶିକ୍ଷାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ପୁରାପୁରି ଧ୍ୱଂସ କରିଦେଇଛି। ଆମେ ଆଜି ଘରୋଇ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ସ୍କୁଲ ଶିକ୍ଷାକୁ ଆମର ସ୍କୁଲ ଗୁଡ଼ାକ ପୁରା ଠିକ କରିବାର କଥା, ସଫିସିଏଣ୍ଟ ଟିଚର ଆମକୁ ଦେବାର କଥା ଏବଂ ରିଭ୍ୟୁ କରିକରି ଆମର ସମୟରେ ଯେମିତି CIDI ଆସି ସ୍କୁଲରେ ସମୀକ୍ଷା କରୁଥିଲେ ପଢ଼ା ହେଉଛି ନା ନାହିଁ ଏସବୁ ଚାଲୁଥିଲା, ସେମିତି ହେବାର କଥା। ସ୍କୁଲ ଶିକ୍ଷା फाउंडेशन्स को स्ट्रॉन्ग करवा कथा। फाउंडेशन स्ट्रॉन्ग हेले बिल्डिंग जिते बनेले भी चलो, पिलर ठीक रहबार कथा। सर लोक एथर बजेट रे गोटे कहवा होची जे जेतु सरकार 2 वर्ष पूर्व किछि ना किछि लोक अनेक लोक आशा करछन्ते सरकार किछु भलो दिन बा देखंतु एबे सरकार जनविमुखी एवं रिबेट दिया सरकार न हो। रिबेट द्वारा इलेक्शन बेले दियो। एबे सरकार को क्षेत्र रे ओडिशा पछुआ अछि, आमे कौन कले आगुआ हबा एई समय रे तार ऊपर निष्पत्ति नवा कथा। लोकों को खराब लगी पारे, लोकों को खराब लगिले भी लोक बुझिबे एवं आमे ओडिशार स्वार्थ दृष्टि जोटा ओडिशार स्वार्थ पई ठीक आमे ता ऊपर निष्पत्ति। सर गोटे लास्ट क्वेश्चन काहे सर बीजेडी तार भारी खाली कहउछ कारण नवीन पटनायक जो निष्पत्ति नउछंती आपण एटा आपण देखियो जे विजय महापात्र कहले तार कारण ताको को काहे सस्पेंड करा गला आमे भी जाने तो आ पछर कोन कारण हे पारे नाइ वो बीजेडी रो आभ्यंतरण व्यापार रे विशेष मुंडो खळेबा पई चाहे एटा तांकर पार्टी समाने बुझंतु ଆଉ ସେମାନେ ଗୋଟେ ଷ୍ଟ୍ରଙ୍ଗ ଅପୋଜିସନ ଆକାରରେ ଠିଆ ହୁଅନ୍ତୁ, କିଛି କହିବାର ନାହିଁ। କିନ୍ତୁ ମୋତେ ଦୁଃଖ ଲାଗୁଛି ସେ ପାର୍ଟି ଭାଙ୍ଗି ଯାଉଛି।